शेरगड़ श्री श्री पतित पावन जगन्नाथଙ୍କ ମନ୍ଦିରରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ। ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ନବଯୌବନ ବେଶ ଦର୍ଶନ ଅନୁଷ୍ଠିତ ହୋଇଛି। ଦେବସ୍ନାନ ପୂର୍ଣ୍ଣିମା ଠାରୁ 15 ଦିନ ପର୍ଯ୍ୟନ୍ତ ଅଣସର ଗୃହରେ ରହିବା ପରେ ମହାପ୍ରଭୁ ଆଜି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବଳଭଦ୍ର ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ଦର୍ଶନ ପାଇଁ ବିଭିନ୍ନ ଜଗନ୍ନାଥଙ୍କ ମନ୍ଦିରରେ ଭକ୍ତମାନେ ଏକାଠି ହୋଇଥିଲେ। ବାଲେଶ୍ୱର ସହରର ବିଭିନ୍ନ ଜଗନ୍ନାଥଙ୍କ ମନ୍ଦିର ଭଳି ଶେରଗଡ଼ ଜଗନ୍ନାଥ ସର୍ଭିସ ଷ୍ଟେସନରେ ନବନିର୍ମିତ ଶ୍ରୀ ଶ୍ରୀ ପତିତ ପାବନ ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନ୍ଦିରରେ ମଙ୍ଗଳ ଆଳତି ସହ ନୀତିକାନ୍ତି ପୂଜା ଅନୁଷ୍ଠିତ ହୋଇଥିଲା ଏବଂ ଅଣସର ଫିଟିବା ପରେ ଚତୁର୍ଦ୍ଧାମୂରତି ନବନିର୍ମିତ ମନ୍ଦିରକୁ ପ୍ରବେଶ କରିଥିଲେ। ଭଜନ କୀର୍ତ୍ତନ, ଘଣ୍ଟ ଘଣ୍ଟା, ମୃଦଙ୍ଗ, ଶଙ୍ଖଧ୍ୱନି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା ମନ୍ଦିର ପରିବେଶ। ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ଅଣସର ଗୃହରୁ ଶ୍ରୀଜୀଉଙ୍କୁ ମନ୍ଦିରକୁ ଅଣାଯାଇଥିଲା। ମନ୍ଦିରର ପ୍ରତିଷ୍ଠାତା ଡକ୍ଟର ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଆସନ୍ତାକାଲି ଉଭାଯାତ୍ରା ରଥ ପ୍ରତିଷ୍ଠା କରାଯିବା ସହିତ ଆଜ୍ଞାମାଳ ଲାଗି ହେବ। ଏହାସହ ରଥରେ ଚୁଳି ଲାଗି କରାଯିବା ସହ ନୂଆ ଲୁଗା ପିନ୍ଧାଯିବ। 16 ତାରିଖରେ ମହାପ୍ରଭୁଙ୍କ ରଥକୁ ପହଣ୍ଡି ବିଜେ ଓ ମାଉସୀ ବାଡ଼ିକୁ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି 20 ତାରିଖରେ ହେରା ପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 26 ତାରିଖରେ ଅଧରପଣା ନୀତି ଆୟୋଜିତ ହେବ। ଏଥିରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେବାକୁ ମନ୍ଦିରର ପ୍ରତିଷ୍ଠାତା ଡକ୍ଟର ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସମେତ ଶ୍ରୀ ଶ୍ରୀ ପତିତ ପାବନ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ସମସ୍ତଙ୍କୁ ନିବେଦନ କରିଛନ୍ତି।